କ୍ଷୀରଚୋରା ଗୋପୀନାଥ ଦେବଭୂମି ଭାରତର ଓଡ଼ିଶା ରାଜ୍ୟ ଅନ୍ୟତମ ଆଧ୍ୟାତ୍ମିକ କ୍ଷେତ୍ର। ସେହି ଓଡ଼ିଶା ରାଜ୍ୟ ମାନଚିତ୍ରରେ ବାଲେଶ୍ୱର ଜିଲ୍ଲାର ଅନ୍ୟତମ ପବିତ୍ର କ୍ଷେତ୍ର ହେଉଛି ରେମୁଣା। ସୌନ୍ଦର୍ଯ୍ୟମୟ ବା ରମଣୀୟ ଶବ୍ଦରୁ ରେମୁଣାର ପରିଚୟ। ବାଲେଶ୍ୱର ସଦର ମହକୁମାରୁ ମାତ୍ର 9 କିଲୋମିଟର ଦୂର ହେଉଛି ରେମୁଣା। ରେମୁଣାର ଅଧିଷ୍ଠାତା ହେଉଛନ୍ତି ବିଶ୍ୱପ୍ରସିଦ୍ଧ ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପୀନାଥ। ଆସନ୍ତୁ ଜାଣିବା ଗୋପୀନାଥଙ୍କ ରେମୁଣାକୁ ଶୁଭାଗମନ, କାହିଁକି ତାଙ୍କୁ କ୍ଷୀରଚୋରାର ଆଖ୍ୟା ଦିଆଯାଇଛି ଏବଂ ରେମୁଣାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ବୋଲି କାହିଁକି କୁହାଯାଏ। ପ୍ରଥମେ ମହାପ୍ରଭୁ ଗୋପୀନାଥଙ୍କ ଚିତ୍ରକୂଟ ପର୍ବତରୁ ରେମୁଣାକୁ ଶୁଭାଗମନ। କେତେକ ଗ୍ରନ୍ଥ ଓ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନବାସ ଯାତ୍ରା କାଳରେ ପ୍ରଥମେ ଚିତ୍ରକୂଟ ପର୍ବତରେ ପହଞ୍ଚିଥିଲେ। ସେଠାରେ ଅବସ୍ଥାନ ସମୟରେ କେତୋଟି ଗାଈ ନବୀନ ତୃଣଲୋଭରେ ଇତସ୍ତତଃ ଭ୍ରମଣ କରୁ କରୁ ଶ୍ରୀରାମ ଓ ସୀତାଙ୍କ ନିକଟରେ ପହଞ୍ଚିଥିଲେ। ଭଗବାନ ଶ୍ରୀରାମ ଗାଈଙ୍କୁ ଦେଖି ହସିବାକୁ ଲାଗିଲେ। ହସିବାର କାରଣ ଦେବୀ ସୀତା ପଚାରନ୍ତେ ଏହା ଦ୍ୱାପର ଯୁଗର ଲୀଳା ହେବ ବୋଲି ପ୍ରଭୁ କହିଥିଲେ। ସେ ଯୁଗ ସମ୍ପର୍କରେ ତାଙ୍କର କର୍ତ୍ତବ୍ୟ ଓ କେଉଁ ରୂପରେ ସେ ଅବତୀର୍ଣ୍ଣ ହେବେ ତାହା ମାତା ସୀତାଙ୍କୁ ଶ୍ରୀରାମ ବୁଝାଇ ଦେଇଥିଲେ। ସେହି ରୂପର ଦର୍ଶନ ନିମନ୍ତେ ସୀତା ଅଭିଳାଷୀ ହେବାରୁ ଭଗବାନ ଶ୍ରୀରାମଚନ୍ଦ୍ର ନିଜ ସ୍ୱରାଗ୍ରରେ ଖଣ୍ଡିଏ ପ୍ରସ୍ତର ଉପରେ ମୁରଲୀଧର ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅଙ୍କନ କରିଥିଲେ। ସୀତା ସେହି ମୂର୍ତ୍ତି ଦେଖି ବିମୋହିତ ହୋଇ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ସେହି ମୂର୍ତ୍ତି ସେବେଠାରୁ ଚିତ୍ରକୂଟରେ ହିଁ ରହିଥିଲେ। ଅପୁତ୍ରିକ ଦୋଷ ନାଶ କରିବାକୁ ତତ୍କାଳୀନ ଉତ୍କଳର ସମ୍ରାଟ ଲାଙ୍ଗୁଳା ନରସିଂହଦେବ ସସ୍ତ୍ରୀକ ଚିତ୍ରକୂଟରେ ରାତ୍ରି ଯାପନ କରିଥିବା ସମୟରେ ସ୍ୱପ୍ନ ଦେଖିଥିଲେ ଏବଂ ସ୍ୱପ୍ନାଦେଶ ଅନୁସାରେ ରାଜା ଉକ୍ତ ମୂର୍ତ୍ତିଙ୍କୁ ନେଇ ରେମୁଣା ଆସିଥିଲେ। ସଂଖ୍ୟାଧିକ ଗୌଡ଼ ବସବାସ କରୁଥିବା ସ୍ଥାନ ଗୌଡ଼ଦାଣ୍ଡ ନାମକ ସ୍ଥାନରେ ମହାପ୍ରଭୁ ଅଟକି ଯାଇଥିଲେ। ସେବେଠାରୁ ଗୋପୀନାଥ ରେମୁଣାରେ ପୂଜା ପାଇ ଆସୁଛନ୍ତି। ପ୍ରାୟ 4 ଫୁଟ ଉଚ୍ଚ ଓ 2 ଫୁଟ ଓସାର ବିଶିଷ୍ଟ ପ୍ରସ୍ତର ମୂର୍ତ୍ତି ସାଧାରଣଙ୍କ ପାଇଁ ଏକ କୌତୂହଳର ବିଷୟ ହୋଇ ରହିଛି। ପ୍ରସ୍ତର ମୂର୍ତ୍ତିରେ ଅଷ୍ଟସଖୀ ଲଳିତା, ବିଶାଖା, ଶ୍ରୀଶ୍ରୁଅ ଦେବୀ, ଚିତ୍ରା, ତୁଙ୍ଗବିଦ୍ୟା, ଇନ୍ଦୁରେଖା, ଚମ୍ପକଲତାଙ୍କ ଚିତ୍ର ସ୍ଥାନ ପାଇଛି। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କର 4 ସଖା ସୁବଳ, ସୁଦାମ, ଦାମ ଏବଂ ସୁମଙ୍ଗଳଙ୍କ ଚିତ୍ର ମଧ୍ୟ ଉକ୍ତ ପ୍ରସ୍ତର ମଧ୍ୟରେ ଅଙ୍କିତ ହୋଇଛି। ସୀତାମାତା ମୂର୍ତ୍ତିଙ୍କୁ ପିନ୍ଧାଇଥିବା ବୈଜୟନ୍ତୀ ମାଳାର ଚିତ୍ର ଏବଂ ଗାଈ ଚରାଇବାର ଦୃଶ୍ୟ ମଧ୍ୟ ରହିଛି। କୃଷ୍ଣ ଏବଂ ବଳରାମ ବଧ କରିଥିବା ଚାଣୁର ମୁଷ୍ଟିକଙ୍କର ଚିତ୍ର ରହିଛି। ପ୍ରସ୍ତର ମୂର୍ତ୍ତିଙ୍କ ଉପରି ଭାଗରେ 2 ପାର୍ଶ୍ୱରେ 2ଟି ଜମ୍ବୁଫଳ ଭଳି ରହିଛି। ମଝିରେ ଅନନ୍ତ ଶଯ୍ୟାର ଚିତ୍ର ଅଙ୍କିତ ହୋଇଛି। ଗର୍ଭଗୃହର ମୁଖ୍ୟ ମୂର୍ତ୍ତିଙ୍କ ପାର୍ଶ୍ୱରେ 99 ଜଣ ପାର୍ଶ୍ୱ ଦେବତା ରହିଛନ୍ତି। ସେମାନଙ୍କ ମଧ୍ୟରେ ରାଧା, ରାସବିହାରୀ, ଶ୍ୟାମସୁନ୍ଦର, ଗୌରାଙ୍ଗ ମହାପ୍ରଭୁ, ବଟକୃଷ୍ଣ, ଗୋପାଳ, ବରଜୁ ଗୋପାଳ, ଦୋଳ ଗୋବିନ୍ଦ ଏବଂ ଅନ୍ୟ ସମସ୍ତ ଶାଳଗ୍ରାମ ପୂଜା ପାଉଛନ୍ତି। ଠାକୁରଙ୍କ ସ୍ନାନ ସମୟରେ ମୂର୍ତ୍ତି ଦେହରୁ ଲୁଗା ବଦଳାଯିବା ବେଳେ ସେଥିରେ ଅନେକ କିଛି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖାଯାଇଥାଏ ବୋଲି ପୂଜକମାନେ କହନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ପ୍ରଭୁ ଗୋପୀନାଥଙ୍କ 2 ପାର୍ଶ୍ୱରେ ଗୋବିନ୍ଦ ଓ ମଦନମୋହନ ମୂର୍ତ୍ତି ସ୍ଥାପନା କରାଯାଇଛି। ମାଧବେନ୍ଦ୍ର ପୁରୀ ଗୋସ୍ୱାମୀ ବୃନ୍ଦାବନରେ ଅବସ୍ଥାନ କରୁଥିବା ସମୟରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଘଟଣାଟି ଥିଲା ଏମିତି। ସେହି ସମୟରେ ମୁସଲମାନ ଶାସକ ଦେଶକୁ ଶାସନ କରୁଥିଲେ। ସେହି ଶାସକଙ୍କ ଦ୍ୱାରା ମୂର୍ତ୍ତି ଭଙ୍ଗା ସେ ବେଳର ଏକ ସାଧାରଣ ଘଟଣା ଥିଲା। ସେହି ଅଞ୍ଚଳବାସୀଙ୍କ ମୁଖ୍ୟ ଦେବତା ଥିଲେ ଗୋପାଳ। ଗୋପାଳଙ୍କ ମୂର୍ତ୍ତିକୁ ସୁରକ୍ଷିତ ରଖିବା ଲାଗି ସେଠାକାର ଲୋକେ ଗାତ ଖୋଳି ମୂର୍ତ୍ତିକୁ ମାଟି ତଳେ ପୋତି ଦେଇଥିଲେ। କାରଣ ତାଙ୍କ ଠାକୁରଙ୍କ ଉପରେ କାହାରି ନଜର ନ ଲାଗୁ ଏହିପରି ଭାବନା ରହିଥିଲା। ସେହି ଅଞ୍ଚଳରେ ମାଧବେନ୍ଦ୍ର ପୁରୀଙ୍କ ଅବସ୍ଥାନ କାଳରେ ତାଙ୍କୁ ସେହି ମୂର୍ତ୍ତି ଉଦ୍ଧାର ପାଇଁ ସ୍ୱପ୍ନାଦେଶ ହେଲା। ମାତ୍ର କେଉଁଠାରେ ମୂର୍ତ୍ତି ପୋତା ଯାଇଥିଲା ତାହା ଜାଣିବା କଷ୍ଟସାଧ୍ୟ ଥିବାରୁ ଏଥିପାଇଁ ଏକ ଉପାୟ ମଧ୍ୟ ସୂଚାଇ ଦିଆଯାଇଥିଲା। ତାହା ହେଉଛି ଯେଉଁଠାରେ ସ୍ୱତଃପ୍ରବୃତ୍ତ ଭାବେ ଗାଈଟିଏ ଠିଆ ହୋଇ କ୍ଷୀର ନିଗାଡ଼େ ସେହି ସ୍ଥାନରେ ମାଟି ତଳେ ମୂର୍ତ୍ତି ରହିଛି। ସୂଚନା ମୁତାବକ ସେହି ସ୍ଥାନରେ ଖୋଳାଖୋଳି ପରେ ମୂର୍ତ୍ତି ଉଦ୍ଧାର ହୋଇଥିଲେ। ସେହି ଗୋପାଳଙ୍କ ମୂର୍ତ୍ତିକୁ ଗୋବର୍ଦ୍ଧନ ପର୍ବତ ଉପରେ ସ୍ଥାପନ କରିବା ପାଇଁ ଅଭିଷେକ କରାଯିବାର ସ୍ଥିର ହେଲା। ଅଭିଷେକ ପାଇଁ ଜଳ, କ୍ଷୀରଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ମଧ୍ୟ ଯୋଗାଡ଼ କରାଗଲା। ହେଲେ ଏଥିରେ ଗୋପାଳଙ୍କ ଶରୀର ଶୀତଳତା ଲାଭ କଲା ନାହିଁ। ଏମିତି ଦିନେ ପୁଣି ମାଧବେନ୍ଦ୍ରଙ୍କୁ ସ୍ୱପ୍ନାଦେଶ ହୋଇ ପୁରୀରେ ଶ୍ରୀଜଗନ୍ନାଥଙ୍କ ଶରୀରରେ ଲାଗି କରାଉଥିବା ମଳୟ ଚନ୍ଦନ ଆଣି ପ୍ରଲେପ ଦେଲେ ଶୀତଳତା ମିଳିବ ବୋଲି ସୂଚନା ମିଳିବାରୁ ମାଧବେନ୍ଦ୍ର ପୁରୀ ବାହାରିଲେ।
ଅନେକ ଦିନର ଯାତ୍ରା ପରେ ମାଧବେନ୍ଦ୍ର ପୁରୀ ବା ଶ୍ରୀକ୍ଷେତ୍ର ଯିବା ରାସ୍ତାରେ ରେମୁଣାର ଗୋପୀନାଥଙ୍କୁ ଦର୍ଶନ କରିଯିବାର ଇଚ୍ଛା ପ୍ରକଟ କଲେ। ପଥଶ୍ରମ ସହିତ କ୍ଷୁଧା ଅଧିକ ହେଉଥିଲେ ବି ମାଧବେନ୍ଦ୍ର କୌଣସିଠାରେ କାହାକୁ କିଛି ବି ମାଗୁନଥିଲେ। ଗୋପୀନାଥଙ୍କୁ ଦର୍ଶନ କରିସାରି କ୍ଷୁଧା ଜର୍ଜରିତ ଶରୀରକୁ ନେଇ ନିକଟସ୍ଥ ଚଣ୍ଡିହାଟ ନିକଟକୁ ଚାଲିଲେ। ସେଠାରେ ଥିବା ବରଗଛ ମୂଳରେ ରାତ୍ରି ଯାପନ ପାଇଁ ସ୍ଥିର କରି ଶୋଇପଡ଼ିଲେ। ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କୁ କେହି ଜଣେ ଡାକୁଥିବାର ଜାଣି ସେ ଉଠି ପଡ଼ିଲେ। ସେ ମାଧବେନ୍ଦ୍ର ପୁରୀ ବୋଲି ଜାଣିବା ପରେ ଗୋପୀନାଥଙ୍କ ମୁଖ୍ୟ ପୂଜକ ତାଙ୍କୁ ଏକ କ୍ଷୀର ଭୋଗ ଭର୍ତ୍ତି ଭାଣ୍ଡ ବା ହାଣ୍ଡି ବଢ଼େଇଥିଲେ ଏବଂ ଏହି ଭୋଗ ହାଣ୍ଡି ଗୋପୀନାଥ ରାତିରେ ନିଜ ପିନ୍ଧା ଲୁଗା ଭିତରେ ଲୁଚେଇ ରଖିଥିଲେ ଏବଂ ତାଙ୍କର ଆଦେଶରେ ସେ ଏଠାକୁ ତାହା ନେଇକରି ଆସିଥିବା ପୂଜକ ପ୍ରକାଶ କରିବା ପରେ ମାଧବେନ୍ଦ୍ରଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା। ଏଥିପାଇଁ ସେ ସ୍ୱୟଂ ଗୋପୀନାଥ ଭକ୍ତଙ୍କ ମନୋଭାବ ଜାଣି ତାଙ୍କ ଲାଗି ଏହି ଭୋଗ ଲୁଚେଇ ରଖିଥିଲେ। ମାତ୍ର ଏହି ଘଟଣା ସକାଳ ହେବା କ୍ଷଣି ପ୍ରଚାରିତ ହେଲେ ଏଠାରେ ଭିଡ଼ ଲାଗିବ ବୋଲି ଭାବି ମାଧବେନ୍ଦ୍ର ସେଠାରୁ ପ୍ରସ୍ଥାନ କଲେ। କାରଣ ଭକ୍ତ ତାର ନିଜର ପ୍ରତିଷ୍ଠା କେବେ ଚାହିଁନଥାଏ। ସେହିଦିନଠାରୁ ଗୋପୀନାଥଙ୍କ ନାମ ପୂର୍ବରୁ କ୍ଷୀରଚୋରା ଲାଗିଥିଲା ଏବଂ ଠାକୁର ଗୋପୀନାଥରୁ କ୍ଷୀରଚୋରା ଗୋପୀନାଥ ନାମ ଧାରଣ କରିଥିଲେ। କୃଷ୍ଣଙ୍କ ଅବତାରରେ ତାଙ୍କ ନାମରେ ସବୁକିଛି ଚୋରି କରିବାର ଅଭିଯୋଗ ରହିଥିଲା, କେବଳ କ୍ଷୀର ଚୋରି ବୋଧହୁଏ ବାକି ରହିଯାଇଥିଲା। ଏହା କରି ଭଗବାନ ଦର୍ଶାଇଥିଲେ ନିଜଠାରୁ ଭକ୍ତ ହେଉଛନ୍ତି ଶ୍ରେଷ୍ଠ। ରେମୁଣାରୁ ମାଧବେନ୍ଦ୍ର ପୁରୀ ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲେ। 18 ନଳାଠାରେ ପହଞ୍ଚିବା ବେଳକୁ ପୁରୀ ରାଜାଙ୍କୁ ଖବର ମିଳିସାରିଥାଏ ଯେ ସୁଦୂର ବୃନ୍ଦାବନରୁ ମାଧବେନ୍ଦ୍ର ନାମକ କେହି ଜଣେ ଆସୁଛନ୍ତି। ଏଣୁ ତାଙ୍କୁ 18 ନଳାଠାରୁ ସସମ୍ମାନେ ପାଛୋଡ଼ି ନେବାକୁ ବ୍ୟବସ୍ଥା କରାଯାଇଥାଏ। ଏହା ଦେଖି ମାଧବେନ୍ଦ୍ର ଆଶ୍ଚର୍ଯ୍ୟାଭିଭୂତ ହୋଇଯାଇଥିଲେ। ଏହାପରେ ରାଜା 2ଟି ଶଗଡ଼ରେ ମଳୟ ଚନ୍ଦନ ଲଦି ସୁରକ୍ଷାକର୍ମୀଙ୍କ ସହ ଗଡ଼ ପାର କରିଦେବାକୁ ପଠାଇଥିଲେ। ସୁରକ୍ଷାକର୍ମୀଙ୍କ ସହିତ ମାଧବେନ୍ଦ୍ର ବୃନ୍ଦାବନ ଫେରିବା ବାଟରେ ପୁଣି ରେମୁଣା ବାଟ ଦେଇ ଗୋପୀନାଥଙ୍କୁ ଆଉଥରେ ଦର୍ଶନ କରିଯିବାକୁ ମନ ବଳାଇଲେ ଏବଂ ପୁଣି ସେହି ଚଣ୍ଡିହାଟ ନିକଟରେ ପହଞ୍ଚିବା ପରେ ସେଠାରୁ ସୁରକ୍ଷାକର୍ମୀ ଫେରିଯାଇଥିଲେ। ଏଠାରେ ଅବସ୍ଥାନ ସମୟରେ ମାଧବେନ୍ଦ୍ର ପୁରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଲା ଏବଂ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏହି ଖବର ପାଇ ମାଧବେନ୍ଦ୍ରଙ୍କ ଅନ୍ୟତମ ଶିଷ୍ୟ ଈଶ୍ୱର ପୁରୀ ପହଞ୍ଚି ମଳୟ ଚନ୍ଦନ ସହିତ ଗୁରୁଙ୍କୁ ମଧ୍ୟ ନେଇଯିବାକୁ ଚାହିଁଲେ। ଇତିମଧ୍ୟରେ ମାଧବେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇପଡ଼ିଥିବା ଏବଂ ଆତ୍ମା ତାଙ୍କ ଶରୀର ତ୍ୟାଗ କରିବାକୁ ଥିବା ଜାଣିପାରି ନିଜ ମନ କଥା ଭଗବାନଙ୍କୁ ଜଣାଇଥିଲେ। ଗୋପାଳ ପୁଣି ସ୍ୱପ୍ନରେ ମାଧବେନ୍ଦ୍ରଙ୍କୁ ଆଦେଶ ଦେଲେ ଯେ ଗୋପୀନାଥଙ୍କ ନିକଟରେ ରହି ଚିନ୍ତାର କୌଣସି କାରଣ ନାହିଁ। ସେହିଠାରେ ଗୋପୀନାଥଙ୍କ ଶରୀରରେ ଚନ୍ଦନ ଲାଗି କରାଇଲେ ମଧ୍ୟ ମୋର ଶରୀର ଶୀତଳ ହୋଇଯିବ। ଏହି ପ୍ରକାରେ ବୃନ୍ଦାବନ, ଶ୍ରୀକ୍ଷେତ୍ର ବା ପୁରୀ ଏବଂ ରେମୁଣା ମଧ୍ୟରେ ଏକ ସମ୍ପର୍କ ଯୋଡ଼ି ହୋଇଥିବାରୁ ରେମୁଣାକୁ ଗୁପ୍ତ ବୃନ୍ଦାବନ ଭାବେ ଅଭିହିତ କରାଯାଇଥାଏ। ଏହାପରେ ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଚଣ୍ଡିହାଟ ନିକଟରେ ଦେହତ୍ୟାଗ କରି ସମାଧିସ୍ଥ ହୋଇଯାଇଥିଲେ। ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ରଙ୍କ ସେହି ସମାଧିସ୍ଥଳ ଆଜି ବି ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେହିପରି ରସିକାନନ୍ଦ ଦେବ ଗୋସ୍ୱାମୀଙ୍କର ଶରୀର କ୍ଷୀରଚୋରାଙ୍କ ମନ୍ଦିର ପରିସରରେ ହିଁ ବିଲୀନ ହୋଇଯାଇଥିଲା। ମନ୍ଦିର ପରିସରରେ ଆଜି ବି ତାଙ୍କ ସମାଧି ବିରାଜିତ। ଚଣ୍ଡିହାଟର ରାଣୀ ମା ରାମଚଣ୍ଡୀଙ୍କର ପଥର ନିର୍ମିତ ମୂର୍ତ୍ତି କଳା ପାହାଡ଼ ଆକ୍ରମଣ ସମୟରେ 5ଟି ଖଣ୍ଡରେ ପରିଣତ ହୋଇଛି, ମାତ୍ର ଶକ୍ତି ବିଖଣ୍ଡିତ ହୋଇନାହିଁ। ଗାର୍ଗୀ ମୁନିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମହାଦେବ ଗାର୍ଗେଶ୍ୱର ମହାଦେବ ଭାବେ ଆଜି ସର୍ବଜନ ବିଦିତ। ସେଠାରୁ ଦୀର୍ଘ ବ୍ୟବଧାନରେ ପ୍ରବାହିତ ଗଙ୍ଗାହର ନଦୀକୁ ଭୂତଳ ସଂଯୋଗ ରହିଥିବା ଆଶ୍ଚର୍ଯ୍ୟ ମନେ ହେଲେ ବି ଏହାର ସତ୍ୟତା ରହିଛି। ଗାର୍ଗେଶ୍ୱର ମହାଦେବଙ୍କ ଶକ୍ତି କୁଣ୍ଡରେ ଫୁଲ ଓ କ୍ଷୀର ଢଳା ହେଲେ ତାହା ଗଙ୍ଗାହର ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାହାରିବା ସାଧାରଣରେ ଏକ କୌତୂହଳର ବିଷୟ ହୋଇ ରହିଛି। ପରବର୍ତ୍ତୀ ସମୟରେ ମନ୍ଦିରକୁ ନୂଆ କଳେବର ଦେବାରେ ମୟୂରଭଞ୍ଜର ରାଜାଙ୍କ ଭୂମିକା ରହିଥିବା ମନ୍ଦିରର ମୁଖଶାଳା ପ୍ରାଚୀରର 2 ପାର୍ଶ୍ୱରେ ଥିବା ମୟୂର ସଂକେତରୁ କିଛି ଲୋକ ଅନୁମାନ କରନ୍ତି। ଗୋପୀନାଥଙ୍କ ମନ୍ଦିରର ମୁଖ୍ୟ ଗମ୍ବୁଜକୁ ଲାଗି ଅନ୍ୟ 4ଟି ଗମ୍ବୁଜ ରହିଛି। କ୍ଷୀରଚୋରାଙ୍କ ଜମିବାଡ଼ି କହିଲେ ମନ୍ଦିର ବେଢ଼ା ସମେତ ରାଜ୍ୟ ତଥା ରାଜ୍ୟ ବାହାରେ 311 ଏକରର ସମ୍ପତ୍ତି ରହିଛି। ଠାକୁରଙ୍କ ମୁଖ୍ୟ ଭୋଗ ହେଉଛି କ୍ଷୀର ଭୋଗ, ଯାହା କ୍ଷୀରକୁ ଫୁଟାଇ ଚିନି ମିଶ୍ରଣ ପରେ ପ୍ରସ୍ତୁତ ହୋଇଥାଏ। ଏହା ସାଙ୍ଗକୁ କ୍ଷୀରରୁ ପ୍ରସ୍ତୁତ ଖୁଆପେଡ଼ା ମଧ୍ୟ ଅନ୍ୟତମ। ଦିନରେ 3 ଥର ଅର୍ଥାତ୍ ମଧ୍ୟାହ୍ନରେ ଖେଚୁଡ଼ି ଓ ଅପରାହ୍ନ ଏବଂ ରାତିରେ ଅନ୍ନପ୍ରସାଦ ଲାଗି ହୋଇଥାଏ। ବର୍ଷ ସାରା ମନ୍ଦିରକୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। କ୍ଷୀରଚୋରାଙ୍କ ପୀଠ ସଂଲଗ୍ନ ରାମଚଣ୍ଡୀ ମନ୍ଦିର
ମାଧବେନ୍ଦ୍ର ପୁରୀଙ୍କ ସମାଧି ମନ୍ଦିର, ଗାର୍ଗେଶ୍ୱର ଶିବ ମନ୍ଦିର ଏବଂ ସପ୍ତଶ୍ୱର ନଦୀକୁ ନେଇ ଗଠିତ କ୍ଷୀରଚୋରା ଧାମକୁ ପଞ୍ଚତୀର୍ଥ ବୋଲି କୁହାଯାଇଥାଏ। ପଞ୍ଚତୀର୍ଥ ଭ୍ରମଣ ପାଇଁ ରାଜ୍ୟ, ଦେଶ ତଥା ବିଦେଶରୁ ଅନେକ ଭକ୍ତଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଥାଏ କ୍ଷୀରଚୋରା ପୀଠ, ଯେଉଁଠିକି ଥରେ ଆସିଲେ ଫେରିବାକୁ ଇଚ୍ଛା ହିଁ ହୋଇନଥାଏ। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ଜଣାଇବେ। 7008977833। ହଁ, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।